ଦୁନିଆରେ ଏମିତି କିଛି କାମ ନାହିଁ ଯାହା କରିହବନି। ଅସମ୍ଭବ ବୋଲି କିଛି ନାହିଁ। ଫେଲ ର ମାନେ ହଉଛି ହାରିବା ନୁହେଁ। ଫେଲ ର ମାନେ ହଉଛି କିଛି ଜାଣିବା। ଆମର ଭିଡିଓକୁ ଲାଷ୍ଟ ଯାଏ ଦେଖନ୍ତୁ। ଏମିତି କିଛି ଟିପ୍ସ ଅଛି ଆପଣଙ୍କ ପାଇଁ ଯାହା ଆପଣଙ୍କ ଲାଇଫ ଚେଞ୍ଜ କରିପାରିବ। ଆମେ ମାନେ କଣ ପାଇଁ ସବୁବେଳେ ହାରିଥାଉ? ଅନ୍ୟ କିଛି ଲୋକମାନେ କାହିଁକି ସବୁବେଳେ ଜିତି ଚାଲିଥାନ୍ତି? ତାଙ୍କର ରହସ୍ୟ ଆଜି ଜାଣିବା। ଆମ ମାନଙ୍କର ଅସଫଳତା ହେବାର କାରଣ ହଉଛି ଚାରୋଟି। ନମ୍ବର 1, ଅସଫଳତାର ଭୟ। ଯେତେବେଳେ ଆମେ କିଛି ନୂତନ କାମ ଆରମ୍ଭ କରୁ ଆମ ମନକୁ ଆଶଙ୍କା ଆସେ, ଆମେ ଅସଫଳ ହେଇଯିବା କି? ଆମେ ଅସଫଳ ହେଇଗଲେ ଲୋକମାନେ କଣ କହିବେ? ଲୋକମାନେ ଆମର ମଜାକ ଉଡେଇବେ କି? ଆମର କଠିନ ପରିଶ୍ରମ ବୃଥା ହେଇଯିବ କି? ଆମର ଲସ୍ ହବ କି? ଏଇ ସବୁ ଚିନ୍ତା କରି କରି ଆମେ ସେ କାମ କରିପାରୁନାହିଁ। ଆଉ ମନରେ ପୁରା ଭୟ ପଶିଯାଏ। ଭୟରେ ପୁରା ମନ ଫେରିଯାଏ। ଆଉ ସେ କାମରେ ଆମେ ମନ ଲାଗେ ନାହିଁ। ନମ୍ବର 2, ସଠିକ ଭାବରେ ପରିଶ୍ରମ ନ କରିବା। ପ୍ରଥମେ ଆମେ କିଛି ନୂତନ କାମ ଆରମ୍ଭ କରୁ, ତାହା ଭଲ ଭାବରେ କିଛି ଦିନ କଲା ପରେ କିଛି ଆଶା ବା ରିଜଲ୍ଟ ନ ମିଳିବା ଭୟରେ ଦିନେ ବନ୍ଦ, ଦିନେ ଚାଲୁ, ଦିନେ ବନ୍ଦ, ଦିନେ କାମ କଲୁ, 2 ଦିନ ବନ୍ଦ। ଏମିତି କିଛି ଦିନ ଗଲା ପରେ ଆମକୁ ଆମ ମନ ଭଲ ଲାଗେ ନାହିଁ, ଦେହ ଭଲ ଲାଗେ ନାହିଁ, ସେ କାମ କରିବାକୁ ଇଚ୍ଛା ହୁଏ ନାହିଁ। ତା କିଛି ଦିନ କଲୁ, ଫେର ବନ୍ଦ। ଏମିତି କରି କରି ସେ କାମ ପୁରା ବନ୍ଦ ବନ୍ଦ ହୋଇଯାଏ। ଆଉ ମନକୁ ଭଲ ଲାଗେ। ମନକୁ କଣ ପାଇଁ ଭଲ ଲାଗେ ନାହିଁ, ଆମର କଣ ଭୁଲ ଅଛି ତାହା ନ ଜାଣି ଆମେ ତାହା ବନ୍ଦ କରିଦେବୁ। ନମ୍ବର 3, ଠିକ ସମୟରେ ଠିକ ନିଷ୍ପତ୍ତି ନ ନେବା। ଆମେ ଯୋଉ ବି କାମ କରୁ, ସେ କାମ କଣ ପାଇଁ ହଉନି, କଣ କଲେ ହବ, ତାହା ନ ଜାଣି ଆମେ ସେ କାମକୁ ବନ୍ଦ କରିଦେବୁ। ସେ କାମ ପାଇଁ ଆମେ ଯେତେ ବି ପରିଶ୍ରମ କରିଥାଉ, ତାହାକୁ ଟିକେ ଭୁଲ ପାଇଁ ସେ କାମକୁ ଛାଡିଦଉ। ଫେର ନୂତନ କାମ ଆରମ୍ଭ କରୁ। ନୂତନ କାମର ସେତିକି ତ ପରିଶ୍ରମ ଲାଗେ। ଯେ କାମ ପ୍ରଥମେ କରୁ ତାକୁ ଭଲ ଭାବେ କରୁ, କଣ ପାଇଁ ହଉ ତାହା ଭଲ ଭାବରେ ଜାଣୁ। ଏ ଦୁନିଆରେ ଏମିତି କିଛି କାମ ନାହିଁ ଯାହା ହୋଇପାରିବନି। ସବୁ କିଛି ହୋଇପାରିବ। ବୁଦ୍ଧି ବିଚାର କଲେ ସବୁ କିଛି କାମ ସମ୍ଭବ। ନମ୍ବର 4, ସ୍ପଷ୍ଟ ଲକ୍ଷ୍ୟର ଅଭାବ। ଆମର କିଛି ଲକ୍ଷ୍ୟ ତ ଜଣା ନାହିଁ, ଆମେ କଣ କରିବା, କାହା ପାଇଁ ସେ କାମ କରିବ। ଲକ୍ଷ୍ୟ ତ କିଛି ନାହିଁ, ଆମେ ସେ କାମ କଣ ପାଇଁ କରିବୁ? ଆମେ ଯିବା ମାର୍କେଟ, କଣ ଆଣିବା ତାହା ଜଣା ନାହିଁ। ଆମେ ଯିବା ସେମିତି ଘୁରି ଘୁରି ପଳେଇ। କିଛି କାମ ହବନି, ଆମର ଟାଇମ ହିଁ ଲସ୍ ହବ। ଆଗେ ଫୋକସ କର, ତୁମର ଲକ୍ଷ୍ୟ କଣ? ସଫଳତା ହବାର ମୁଖ୍ୟ 6ଟି ରହସ୍ୟ। ପ୍ରଥମେ ହଉଛି ଡିସିପ୍ଲିନ, ଶୃଙ୍ଖଳା, ନିୟମ ପାଳନ କରିବା। ଯୋଉ କାମ ଯୋଉ ସମୟରେ କରିବା ଦରକାର, ସେଇ କାମ ସେଇ ସମୟରେ କରିବା ଦରକାର। ଆଜି କରିଦେଲେ କାଲି ଆଉ 2 ଘଣ୍ଟା ଲେଟ୍ କରି କରିବା, ସେମିତି କରିବନି। ଯୋଉ ଟାଇମରେ କରିବ, ପ୍ରତିଦିନ ସେଇ ଟାଇମରେ କରିବ। ନମ୍ବର 2, ବିଲିଭ୍ ୟୁରସେଲ୍ଫ। ନିଜ ଉପରେ ଏତେ ଭରସା ରଖ ଯେ ମୁଁ ଏଇଟା କରିପାରିବି ମାନେ କରିପାରିବି। ନିଜ ଉପରେ କେବେ ଡାଉଟ କରିବୁନି। ମୁଁ ଏଇ କାମ କରିପାରିବି ମାନେ କରିପାରିବି। ସେ କରିପାରୁଛି, ମୁଁ କାହିଁ କରିପାରିବିନି? ନିଜ ଉପରେ ଏତେ ଭରସା ରଖିବ। ନମ୍ବର 3 ହଉଛି ଫୋକସ। ନିଜ ମନକୁ ଗୋଟେ କାମରେ କେନ୍ଦ୍ରିତ କରି ରଖ ଯେ ଏଇଟା କରିବି ମାନେ କରିବି, ଏଇଟା ଦରକାର ମାନେ ଦରକାର। ନିଜ ମନକୁ ସେଇଠାରେ ପୁରା କେନ୍ଦ୍ରିତ କର। ନମ୍ବର 4, ମାଇଣ୍ଡ ସେଟ। ମନରେ ଚିନ୍ତା କର ଏଇଟା ମୋର ହବାର ଅଛି ବା ଧନୀ ଲୋକ ହବାର ଅଛି। ସବୁବେଳେ ମାଇଣ୍ଡ ସେଟ ଚିନ୍ତା କର। ଯେମିତି ଚିନ୍ତା କରିବ ସେମିତି ହେଇଯିବ ଅଟୋମେଟିକ। ମାଇଣ୍ଡ ଏମିତି ଗୋଟେ ଜିନିଷ, ତାକୁ ଯେମିତି ଢଳେଇବ ସେ ସେମିତି ଢଳିବ। ମନରେ ଫୋକସ କର, ମୋର ଏଇଟା ପାଇବାର ଅଛି। ସବୁ ତା ଚିନ୍ତା କର। ଯାହା ପାଇପାରୁଛି ତାହା ବିଷୟରେ ଭାବିଲେ ବା ତାହାକୁ ଟାଇମ ଦେଲେ ସେ ତମର ହିଁ ନିଶ୍ଚୟ ହବ। ନମ୍ବର 5, କଣ୍ଟିନ୍ୟୁସଲି ଟ୍ରାଏ। ସବୁବେଳେ ଚେଷ୍ଟା କରିଚାଲ, ସଦାସର୍ବଦା ଚେଷ୍ଟା କର। ଯେକୌଣସି କାମ ହଉ ଆମେ ସବୁବେଳେ ଚେଷ୍ଟା କରିବା ଦରକାର। ଥରେ ଫେଲ ହେଇଗଲେ କଣ ପାଇଁ ଆମେ ଫେଲ ହେଲେ ତା ଜାଣିବା, ପୁଣି ଚେଷ୍ଟା କରିବା ତାଠାରୁ ଭଲ କରିବା ପାଇଁ। ପୁଣି ଫେଲ ହେଇଯିବା, କଣ ପାଇଁ ପୁଣି ଫେଲ ହେଲେ ତାହା ଜାଣିବା ଭଲସେ, ଫେର ଚେଷ୍ଟା କରିବା ତାଠାରୁ ଭଲ କରିବା ପାଇଁ। ଫେଲର ମାନେ ହଉଛି ହାରିବା ନୁହେଁ। ଫେଲର ମାନେ ହଉଛି କିଛି ଜାଣିବା। ଆମର
କୋଉଠି ଆମର ଭୁଲ ରହୁଛି, ଆମେ କଣ ପାଇଁ ହାରୁଛେ। ଫେଲ ହବା ନିଶ୍ଚିତ ଜରୁରୀ। ଫେଲ ନହେଲେ ଆମେ ଜାଣିବା କେମିତି ଆମର କୋଉଠି ଭୁଲ ରହୁଛି। ଆମର ନିଜର ଭୁଲକୁ ଠିକ କରିବା ଏବଂ ଧୀରେ ଧୀରେ ଆଗକୁ ମାଡି ଚାଲିବ। ଆମେ ଯେତେ ଟାଇମ ଫେଲ ହବା ସେତେ ଟାଇମ ସକ୍ସେସ ହବା। କେମିତି? ଆମର ଫେଲ ହେଲେ କଣ ପାଇଁ ଫେଲ ହେଲେ ତାହା ତ ଜାଣିଗଲେ, ତାହା ସୁଧାରି ଦବା। ସକ୍ସେସ ନା ଆମର ଆଉ କିଛି ବଢିଯିବ। ଆবার ଫେଲ ହେବା, ଫେର କଣ ପାଇଁ ଫେଲ ହେଲେ ତା ଜାଣିଲବା, ଫେର ସକ୍ସେସ ଲେଭେଲ ବଢିଯିବ। ସେମିତି ଧୀରେ ଧୀରେ କରି ଆମେ ସକ୍ସେସ ଫେଲ ହେଇ ସକ୍ସେସ ହେଇଯିବ। ଟ୍ରାଏ ଫେଲ ଦେନ୍ ଟ୍ରାଏ ଫେଲ ଦେନ୍ ମୋର ଦେନ୍ ଫେଲ ଦେନ୍ ସକ୍ସେସ। ନମ୍ବର 6, ସଂକଳ୍ପ ବା ପ୍ରତିଜ୍ଞା। ମାନେ ହଉଛି ଏଇ ଏଇ କାମ ଆଜି ମତେ କରିବାର ଅଛି, ମାନେ କରିବ ସେଇ କାମ ସେଇ ସମୟରେ ହିଁ କରିବ। ତ କାଲି ମତେ ସେ କାମ କରିବାର ଅଛି, କାଲି ସେ କାମ ହିଁ କରିବି। ଯେ ଟାଇମରେ ଆପଣ ଭାବୁଛନ୍ତି ସେଇ ଟାଇମରେ ହିଁ କରିବି। କେବେ ମନକୁ ନିଜ ଉପରେ ହାବି ହେବାକୁ ଦେବେନି। ମନ କହିବେ ଆଜି ଭଲ ଲାଗୁନି, କାଲି ସେ କାମ କରିବ, ସେମିତି କରିବେନି। ଯୋଉ କାମ ଆପଣ ଭାବୁଛନ୍ତି ସଂକଳ୍ପ କରିଛନ୍ତି ସେଇ କାମ ହିଁ କରିବି, ସେଇ ସମୟରେ ହିଁ କରିବି। ଲାଷ୍ଟରେ ହଉଛି ଲର୍ଣ୍ଣିଂ। ସବୁବେଳେ ଯୋଉ କାମ କରୁଛ ତା ବିଷୟରେ ଶିଖ, ଦେଖ, ଜାଣ, ଅଧିକରୁ ଅଧିକ ଜାଣିବା ପାଇଁ ଚେଷ୍ଟା କର। ଦୁନିଆରେ ଏମିତି କିଛି କାମ ନାହିଁ ଯାହା କରିହବନି। ଅସମ୍ଭବ ବୋଲି କିଛି ନାହିଁ। ନଥିଙ୍ଗ ଇଜ ଇମ୍ପସିବଲ। ଚେଷ୍ଟା କଲେ ସବୁ କିଛି ସମ୍ଭବ ହେଇଥାଏ। ତୁମେ ଯାହା ବି କାମ କରୁଛ କାହାର କିଛି କହିବାର ଦରକାର ନାହିଁ। ଯେତେବେଳେ ସକ୍ସେସ ହେଇଯିବ ସେତେବେଳେ ଲୋକମାନେ ଅଟୋମେଟିକ ଜାଣିନେବେ। ତାହା ଆଗରୁ କହିଲେ ଆପଣଙ୍କ କାମ ସେ କାମ ତ ହବନି, ଲୋକମାନେ କହିବେ ଏ କାମ ହବନି, ଏ କାମ ଚାଲିବନି। ଆପଣ ଯାହା କାମ କରୁଛନ୍ତି ତା ଚୁପଚାପ କରନ୍ତୁ, ସାଇଲେଣ୍ଟ ରଖନ୍ତୁ।